ଜାଣିବା ଆଜିର ତାପମାତ୍ରା ଓଡ଼ିଶାର କେଉଁ ଜିଲ୍ଲାରେ କେତେ ଡିଗ୍ରୀ ସେଲସିୟସ୍ ରହିଛି ଦେଖନ୍ତୁ। ସବୁଠୁ ହାଇଏଷ୍ଟ ରହିଛି ଟିଟଲାଗଡ଼ରେ, ଯାହାକି ଆପଣ ଦେଖିପାରୁଥିବେ 45.8 ଡିଗ୍ରୀ ସେଲସିୟସ୍ ଏବଂ ଗୋପାଳପୁରରେ 33.6 ଡିଗ୍ରୀ ସେଲସିୟସ୍ ରହିଛି। ତାପରେ ଜାଣିବା ଦେଖନ୍ତୁ ଗୋଟେ ଗୋଟେ କରି ସମସ୍ତ ସହର ଏବଂ ଜିଲ୍ଲାର ତାପମାତ୍ରା ଜାଣିବା। ଦେଖନ୍ତୁ ପ୍ରଥମେ ବାଲେଶ୍ୱରରେ 37.4 ଡିଗ୍ରୀ ସେଲସିୟସ୍, ଚାନ୍ଦବାଲିରେ 39.2, କଟକରେ 37.8, ପାରାଦୀପରେ 34.8, ଭୁବନେଶ୍ୱରରେ 38.4, ଗୋପାଳପୁରରେ 33.6, ପୁରୀରେ 34.8, ଅନୁଗୁଳରେ 42.7, ବାରିପଦାରେ 40.2, ଝାରସୁଗୁଡ଼ାରେ 44.8, କେଉଁଝରଗଡ଼ରେ 38.8, ସମ୍ବଲପୁରରେ 45.3 ଏବଂ ସୁନ୍ଦରଗଡ଼ରେ 41.6, ହୀରାକୁଦରେ 44.5, ତାଳଚେରରେ 41.5, ପୁଣି ତଳକୁ ଆସିଲେ ଭବାନୀପାଟଣାରେ 45.4, ବଲାଙ୍ଗୀରରେ 45, କୋରାପୁଟରେ 39.4, ଫୁଲବାଣୀରେ 42.5 ଏବଂ ଟିଟଲାଗଡ଼ରେ 45.8, ମାଲକାନଗିରିରେ 42, ସୋନପୁରରେ 45.2, ଦାରିଙ୍ଗବାଡ଼ିରେ 39, ନୟାଗଡ଼ରେ 41.6 ଡିଗ୍ରୀ ସେଲସିୟସ୍, ବୌଦ୍ଧରେ 45.6 ଡିଗ୍ରୀ ସେଲସିୟସ୍, ଛତ୍ରପୁରରେ 37 ଡିଗ୍ରୀ ସେଲସିୟସ୍, ପାରଲାଖେମୁଣ୍ଡରେ 39.6, ରାୟଗଡ଼ାରେ 38, ଭଦ୍ରକରେ 35 ଏବଂ ଯାଜପୁରରେ 38.6 ଡିଗ୍ରୀ ସେଲସିୟସ୍, ଢେଙ୍କାନାଳରେ 38.3 ଡିଗ୍ରୀ ସେଲସିୟସ୍, ବରଗଡ଼ରେ 42 ଡିଗ୍ରୀ। ତାପରେ ଦେଓଗଡ଼ରେ ଦେଖନ୍ତୁ, ଦେଓଗଡ଼ରେ ଆପଣଙ୍କର ଅଛି ଯେଉଁଠି 39 ଡିଗ୍ରୀ ସେଲସିୟସ୍, ତଳେ ଦେଖିବେ ନୂଆପଡ଼ାର 44 ଡିଗ୍ରୀ ସେଲସିୟସ୍, ନବରଙ୍ଗପୁରର 42.2, ଖୋର୍ଦ୍ଧାର 41, ଜଗତସିଂହପୁରରେ 37.5, କେନ୍ଦ୍ରାପଡ଼ାରେ 38.8, ରାଉରକେଲାରେ 40.2, ରାନୀତାଲରେ 38.5, କିରେଇରେ 45, ମହିଷାପତରେ 38.8, ଶିମିଳିଗୁଡ଼ାରେ 38.5, ଉଦୟଗିରିରେ 40.5 ଏବଂ ଚିପିଲିମାରେ 42.4। ଏହା ଥିଲା ଓଡ଼ିଶାର ସମସ୍ତ ସହରର କେଉଁ ସହରରେ କେତେ ଟେମ୍ପରେଚର ରହିଥିଲା ତାହା ଆଜିର ରିପୋର୍ଟ। ଆଉ ଏଥିରେ ଆପଣ ଦେଖିପାରିବେ ଯାହାକି ସବୁଠୁ ହାଇଏଷ୍ଟ ଟିଟଲାଗଡ଼ରେ 45.8 ଡିଗ୍ରୀ ସେଲସିୟସ୍ ଦେଖିବାକୁ ମିଳିଛି ଏବଂ ଗୋପାଳପୁରରେ 33.6 ଡିଗ୍ରୀ ସେଲସିୟସ୍ ରହିଛି। ଆପଣ ପୂର୍ବରୁ ଦେଖିଥିବେ ଯେ ସବୁଠୁ ହାଇଏଷ୍ଟ ସବୁବେଳେ ଆପଣଙ୍କର ଝାରସୁଗୁଡ଼ାରେ ରହୁଥିଲା, କିନ୍ତୁ ବର୍ତ୍ତମାନ ଝାରସୁଗୁଡ଼ାରେ କମିଯାଇଛି, ବର୍ତ୍ତମାନ ହାଇଏଷ୍ଟ ଟିଟଲାଗଡ଼ରେ ରହିଛି।